ଦେଖ ଯୋଉମାନେ ପୂର୍ବ କ୍ଲାସ୍ ସବୁ କରିଛ ଓକେ ସେମାନେ ଅଲ୍ ଦ ବେଷ୍ଟ। ଯୋଉମାନେ କରିନ ସେମାନେ ଆଟେଣ୍ଡ କରିଦେବ। ଦେଖ ଆଜିର କ୍ଲାସ୍ଟି ଆମେ କ'ଣ କରିବା ଅଗ୍ନିପଥ ବିଷୟରେ। ଓକେ ଯୋଉମାନେ ବି ଜାଣିନ ଅଗ୍ନିପଥର ପ୍ରି କ୍ଲାସେସ୍ ହେଉଛି ଆଟେଣ୍ଡ କରିପାରିବ। ଏବେ ଆଟେଣ୍ଡ କରିପାରିବ କାରଣ ଏଇଟା ହେଉଛି ମୁଁ ଏଇ ସାଙ୍ଗେ କ୍ଲାସ୍ କରିବି ଘଣ୍ଟାଏ ପାଖାପାଖି କ୍ଲାସ୍ କରିବି। ଯୋଉମାନେ ବି ଚାହୁଁଛ ସେମାନେ ଆଟେଣ୍ଡ କରିପାରିବ। ଓକେ ସବୁ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍ ରହିବ ପ୍ରାକ୍ଟିସ୍। ଓକେ ଯୋଉମାନେ ଚାହୁଁଛ ପ୍ରାକ୍ଟିସ୍ କରିପାରିବ ଏଇ କ୍ୱେଶ୍ଚନ୍ରୁ ଠିକ୍ ଅଛି। ତ ମନେ ରଖ କ୍ୱେଶ୍ଚନ୍ରେ ପ୍ରଥମ କଥା ତମମାନେ ଯଦି ବି ପଢ଼ାପଢ଼ି କରୁଛ ଏଇ କ୍ୱେଶ୍ଚନ୍ ଗୁଡ଼ା ଡିସ୍କସନ୍ କରୁଛ ତ ତମମାନଙ୍କର କ'ଣ କ୍ଲିୟର ହେଇଯିବ ଅଗ୍ନିପଥ। ଓକେ ଯୋଉମାନେ ବି ଚାହୁଁଛ ଏକ୍ଜାମ୍ କ୍ଲିୟର କରିବା ପାଇଁ ସେମାନଙ୍କ ଏକ୍ଜାମ୍ ରିଟିନ୍ ଏକ୍ଜାମ୍ କ୍ଲିୟର ହେଇଯିବ। ଓକେ ତ ଚାଲ ଆମେ ଡେରି କରିବାନି। ତମମାନଙ୍କର ଜାଣିଛ ବହୁତ ଦିନ କ୍ଲାସ୍ ହେଇନି। ଓକେ ଏଇଟା ଦେଖ ଜେକେ ରହିବ ଟୋଟାଲ୍ ହେଉଛି ଜେକେ କ୍ଲାସ୍ ରହିବ। ଆଉ ହେଉଛି ତମର ଦେଖ ଜେକେ ରହିବ ତାପରେ ଆଉ ଯାହା ରହିବ ଆଗକୁ ମୁଁ ସବୁ କହିଦେବି କାହିଁକିନା ଘଣ୍ଟାଏ ପାଖାପାଖି କ୍ଲାସ୍ ଓନ୍ଲି ଜେକେ ରଖିପାରେ ମୁଁ ଠିକ୍ ଅଛି। ତ ଚାଲ କ୍ଲାସ୍ଟିକୁ ଆମେ ଡେରି ନକି ଆରମ୍ଭ କରିବା ଯୋଉମାନେ ବି କରିନ ଆଟେଣ୍ଡ ଠିକ୍ ଅଛି। ତ ପ୍ରଥମେ ଦେଖ ଆମର କ୍ୱେଶ୍ଚନ୍ ୱାଇଜ୍ ସବୁ ଆସିବ ଠିକ୍ ଅଛି। କ୍ୱେଶ୍ଚନ୍ ୱାଇଜ୍ ହିଁ ପରୀକ୍ଷା ତ ସେଇଥିପାଇଁ ମୁଁ କ୍ୱେଶ୍ଚନ୍ ୱାଇଜ୍ ତମକୁ ଶିଖେଇଦେବି କେତେଟା କ'ଣ କ୍ୱେଶ୍ଚନ୍ ପକେଇବି ଠିକ୍ ଅଛି। ପ୍ରଥମ କ୍ୱେଶ୍ଚନ୍ ଦେଖ ତମମାନଙ୍କର ପଡ଼ିଛି ଭାରତର ରାଜଧାନୀ କେଉଁଠି। ପ୍ରଥମେ ସହଜ ସହଜ ଜିନିଷ ଗୁଡ଼ା ଦେଖିଦେବ ତାପରେ ହାର୍ଡ କ୍ୱେଶ୍ଚନ୍ ଯିବା ଧୀରେ ଧୀରେ ସହଜରୁ ହାର୍ଡକୁ ଯିବା। ଓକେ ଭାରତର ରାଜଧାନୀ କେଉଁଠି ଦେଖ ନୂଆଦିଲ୍ଲୀ ଠିକ୍ ଅଛି। ତାପରେ ଆସୁଛି ଭାରତର ଜାତୀୟ ପଶୁ କେଉଁଠି। ୟା ଭିତରେ ଜାତୀୟ ପଶୁଟା କ'ଣ ଅପସନ୍ ଦେଇନି ଡାଇରେକ୍ଟ ଆନ୍ସର୍ ଦେଇଛି ଠିକ୍ ଅଛି। ଜାତୀୟ ପଶୁ ହେଉଛି କିଏ ବାଘ ପଶୁ ହେଉଛି ବାଘ। ତାପରେ 3 ନମ୍ବର ହେଉଛି ଭାରତର ଜାତୀୟ ପକ୍ଷୀ କୋଉଟା ମୟୂର। ଓକେ ତାପରେ 4 ନମ୍ବର ହେଉଛି ଭାରତର ଜାତୀୟ ସଙ୍ଗୀତ କିଏ ଲେଖିଥିଲେ। ଭାରତର ଯେଉଁ ଜାତୀୟ ସଙ୍ଗୀତ ଅଛି ସେଟା କିଏ ନେଇଥିଲେ ସେଟା ହେଉଛି ଲେଖିଥିଲେ ରବୀନ୍ଦ୍ରନାଥ ଠାକୁର ଠିକ୍ ଅଛି। 4ଟା କ୍ୱେଶ୍ଚନ୍ ହେଲା। ତାପରେ 5 ନମ୍ବର କ୍ୱେଶ୍ଚନ୍ ତମମାନଙ୍କର କ'ଣ ଦେଇଛି ଭାରତର ଜାତୀୟ ପତାକାର କେତୋଟି ରଙ୍ଗ ଅଛି। ଓକେ ଭାରତର ଜାତୀୟ ପତାକାରେ କେତୋଟି ରଙ୍ଗ ଅଛି 3ଟା ରଙ୍ଗ ଅଛି ତମମାନେ ଜାଣିଛ। ଓକେ ତାପରେ ଅଛି 6 ନମ୍ବର କ୍ୱେଶ୍ଚନ୍ ଭାରତର ସମ୍ବିଧାନ କେବେ ଲାଗୁ ହୋଇଥିଲା। ଭାରତ ସମ୍ବିଧାନ କେବେ ଲାଗୁ ହୋଇଥିଲା ଦେଖ 26 ଜାନୁଆରୀ 1950ରେ ଭାରତର ସମ୍ବିଧାନ ଲାଗୁ ହୋଇଥିଲା। ଓକେ 26 ଜାନୁଆରୀ 1950। 7 ନମ୍ବର ହେଉଛି କ'ଣ ଭାରତର ସବୁଠାରୁ ଦୀର୍ଘ ନଦୀ କେଉଁଠି। ଓକେ ଦୀର୍ଘ ନଦୀଟା କୋଉଟା ଗଙ୍ଗା ଠିକ୍ ଅଛି। ଗଙ୍ଗାଟା ହେଉଛି ଭାରତର ସବୁଠାରୁ ଦୀର୍ଘ ନଦୀ ଠିକ୍ ଅଛି। ତାପରେ ହେଉଛି ତମମାନଙ୍କର କେତେ 8 ନମ୍ବର କ୍ୱେଶ୍ଚନ୍। 8 ନମ୍ବର କ୍ୱେଶ୍ଚନ୍ ଭାରତର ସବୁଠାରୁ ବଡ଼ ରାଜ୍ୟ କ୍ଷେତ୍ରଫଳ। ଓକେ ଭାରତ ଯୋଉ ମାନେ ରାଜ୍ୟଟା ଅଛି ସବୁଠାରୁ ବଡ଼ କ୍ଷେତ୍ରଫଳ ତାର କିଏ ରାଜସ୍ଥାନ ଠିକ୍ ଅଛି। ତାପରେ ତମଙ୍କର 9 ନମ୍ବର ଭାରତର ସବୁଠାରୁ ଛୋଟ ରାଜ୍ୟ କୋଉଟା ଗୋଆ। ଓକେ ଭାରତର ସବୁଠାରୁ ଛୋଟ ରାଜ୍ୟ ହେଉଛି ଗୋଆ। ତାପରେ 10 ନମ୍ବର କ୍ୱେଶ୍ଚନ୍ ଭାରତର ପ୍ରଥମ ରାଷ୍ଟ୍ରପତି କିଏ ଥିଲେ। ଦେଖ ଭାରତର ପ୍ରଥମ ରାଷ୍ଟ୍ରପତି କିଏ ଥିଲେ ଏଇଟା ପ୍ରାୟତଃ କ୍ୱେଶ୍ଚନ୍ ପଡ଼ିପାରେ। ଓକେ ଡକ୍ଟର ରାଜେନ୍ଦ୍ର ପ୍ରସାଦ ମନେ ରଖିଦେଇଥିବ ଡକ୍ଟର ରାଜେନ୍ଦ୍ର ପ୍ରସାଦ ତମର ଭାରତର ପ୍ରଥମ ରାଷ୍ଟ୍ରପତି ଥିଲେ। ଓକେ ତାପରେ ତମମାନଙ୍କର କ'ଣ 11 ନମ୍ବର କ୍ୱେଶ୍ଚନ୍ ଭାରତର ଜାତୀୟ ଖେଳ କ'ଣ ହକି ବୋଲି ଜାଣିଛ ଠିକ୍ ଅଛି। ଭାରତୀୟ ଜାତୀୟ ଖେଳ ହକି। 12 ନମ୍ବର କ୍ୱେଶ୍ଚନ୍ ତମମାନଙ୍କର ଦେଖିବ 12 ନମ୍ବର କ୍ୱେଶ୍ଚନ୍ ହେଉଛି ତମମାନଙ୍କର ଭାରତର ଜାତୀୟ ଗଛ କେଉଁଟା ବଟ ଗଛ ହେଲା। ବଟ ଗଛଟା ହେଉଛି ଭାରତର ଜାତୀୟ ଗଛ ଯୋଉମାନେ ଜାଣିନ ଜାଣିନ। ତାପରେ ହେଉଛି 13 ନମ୍ବର କ୍ୱେଶ୍ଚନ୍ ଭାରତର ଜାତୀୟ ଫୁଲ କେଉଁଠି ପଦ୍ମ ଭାରତର ଜାତୀୟ ଫୁଲ ହେଉଛି ପଦ୍ମ। ତାପରେ ଭାରତର ସର୍ବୋଚ୍ଚ ପର୍ବତ କେଉଁଟା ମାନେ ଭାରତ ଯୋଉ ଆମର ପର୍ବତ ଅଛି ସବୁଠାରୁ ବଡ଼ ମାନେ ସବୁଠାରୁ ପର୍ବତ ବଡ଼ ପର୍ବତଟା କୋଉଟା ସିଏ କହିଛି କାଞ୍ଚନ ଜାଙ୍ଘା। ଓକେ କାଞ୍ଚନ ଜାଙ୍ଘା। ତାପରେ ହେଉଛି ତମମାନଙ୍କର କେତେ ନମ୍ବର 15 ନମ୍ବର କ୍ୱେଶ୍ଚନ୍। ଓକେ 15 ନମ୍ବର କ୍ୱେଶ୍ଚନ୍ ଦେଖ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ କିଏ ଥିଲେ ଜବାହରଲାଲ ନେହେରୁ। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଥିଲେ। ଡିସ୍କସନ୍ କରିଥିଲି ବହୁତ ଥର ଏଇଟା ପଡ଼ିପାରେ। ଓକେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ କିଏ ଥିଲେ ଏଇଟା ହେଉଛି ଜବାହରଲାଲ ନେହେରୁ। 15ଟା କ୍ୱେଶ୍ଚନ୍ ଡିସ୍କସନ୍ ହେଲା। 15ଟା କ୍ୱେଶ୍ଚନ୍ ଯୋଉମାନେ କ୍ଲାସ୍ କରିଦେଲେ ଭଲ କଥା ଆଉ 15ଟା ଡିସ୍କସନ୍ କରିବା ତାପରେ ତ 16 ନମ୍ବର କ୍ୱେଶ୍ଚନ୍ କ'ଣ ଆସୁଛି ତମମାନଙ୍କର ଭାରତ କେବେ ସ୍ୱାଧୀନ ହୋଇଥିଲା ଏଇଟା ଜାଣିଛ 15 ଅଗଷ୍ଟ 1947 ମସିହା ଭାରତ ସ୍ୱାଧୀନ ହୋଇଥିଲା। ତାପରେ 17 ନମ୍ବର କ୍ୱେଶ୍ଚନ୍ ଭାରତର ଜାତୀୟ ଚିହ୍ନ କେଉଁଠି ଠିକ୍ ଅଛି। ଭାରତର ଜାତୀୟ ଚିହ୍ନ କେଉଁଠି ଅଶୋକ ସ୍ତମ୍ଭ ହେଉଛି ଭାରତୀୟ ଜାତୀୟ ଚିହ୍ନ। ଓକେ ଅଶୋକ ସ୍ତମ୍ଭ ହେଉଛି ଭାରତୀୟ ଜାତୀୟ ଚିହ୍ନ। ତାପରେ ହେଉଛି 18 ନମ୍ବର କ୍ୱେଶ୍ଚନ୍ ଭାରତର ମୁଦ୍ରା କ'ଣ ଭାରତ ଯୋଉ ଅଛି ଭାରତକୁ କୋଉ ପଇସା ଦିଆଯାଉଛି ଭାରତର କୋଉ ପଇସାଟା ଚାଲିଛି ସେଟା ହେଉଛି ଟଙ୍କା ଠିକ୍ ଅଛି। ତାପରେ 19 ନମ୍ବର କ୍ୱେଶ୍ଚନ୍ ଭାରତର ସବୁଠାରୁ ଦୀର୍ଘ ସଡ଼କ କୋଉଟା NH44। ଓକେ ଏଇଟା ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍ ମନେ ରଖ 19 ନମ୍ବର କ୍ୱେଶ୍ଚନ୍ଟା ଭାରତର ସବୁଠାରୁ ଦୀର୍ଘ ସଡ଼କ କେଉଁଟା ସେଟା ହେଉଛି ହବ NH44 ଠିକ୍ ଅଛି। NH44ଟା ହେଉଛି ଭାରତର ସବୁଠାରୁ ଦୀର୍ଘ ସଡ଼କ। ଓକେ 20 ନମ୍ବର କ୍ୱେଶ୍ଚନ୍ ହେଉଛି ଭାରତର ସବୁଠାରୁ ବଡ଼ ସମୁଦ୍ର କ'ଣ
ଭାରତର ସବୁଠାରୁ ବଡ଼ ସମୁଦ୍ର ହେଉଛି ଭାରତ ସାଗର। ଓକେ, ଭାରତ ସାଗର ହେଉଛି ଭାରତର ସବୁଠାରୁ ବଡ଼ ସମୁଦ୍ର। ଓକେ, ତାପରେ ହେଉଛି 21 ନମ୍ବର କ୍ୱେଶ୍ଚନ, ଭାରତର ସଂସଦର କେତୋଟି ସଦନ ଅଛି? ଭାରତ ସଂସଦର କେତୋଟି ସଦନ ଅଛି? ଦେଖ, 2ଟା ସଦନ ଅଛି। ଠିକ ଅଛି, ସଦନ ହେଉଛି 2ଟା ଅଛି। ତମେ ସର୍ଚ୍ଚ କରି ଦେଖିଦବ କ'ଣ କ'ଣ ଅଛି। ଠିକ ଅଛି, ତାପରେ ତମମାନଙ୍କର କ'ଣ ଆସିବ 22 ନମ୍ବର କ୍ୱେଶ୍ଚନ। ଓକେ, 22 ନମ୍ବର କ୍ୱେଶ୍ଚନ ତମମାନଙ୍କର ଅଛି ଭାରତର ସବୁଠାରୁ ବଡ଼ ଡ୍ୟାମ୍ କୋଉଟା? ଠିକ ଅଛି, ଭାରତର ସବୁଠାରୁ ବଡ଼ ଡ୍ୟାମ୍, ଭାରତର ବଡ଼ ଡ୍ୟାମ୍ ତମମାନେ ଜାଣିଛ କ'ଣ? ଭାଖରା ନାଗାଲ। ଓକେ, ଭାଖରା ନାଙ୍ଗାଲ। ଓକେ, ଭାଖରା ନାଙ୍ଗାଲ ଯୋଉଟା ଅଛି ଭାରତର ସବୁଠାରୁ ବଡ଼ ଡ୍ୟାମ୍। ଓକେ, ତାପରେ 23 ନମ୍ବର କ୍ୱେଶ୍ଚନ, ISRO କେବେ ସ୍ଥାପିତ ହୋଇଥିଲା? ଦେଖ, ଏଇଟା ଗୋଟେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ। ISRO ଯୋଉଟା ସେଟା କେବେ ସ୍ଥାପିତ ହେଇଥିଲା ବୋଲି ବହୁତ ଥର ପଢିଛି କ୍ୱେଶ୍ଚନ, ମୁଁ ବି ନିଜେ ଆଟେମ୍ପ ବି କରିଛି। ଓକେ, 1969 ଭାରତର ISRO ମାନେ ସ୍ଥାପିତ ହୋଇଥିଲା 1996। ଠିକ ଅଛି, ତାପରେ 24 ନମ୍ବର କ୍ୱେଶ୍ଚନ, ଭାରତର ଜାତୀୟ ଗୀତ କ'ଣ? ଭାରତର ଜାତୀୟ ଗୀତ ବନ୍ଦେ ମାତରମ୍। ଠିକ ଅଛି, ଭାରତର ଜାତୀୟ ଗୀତ ବନ୍ଦେ ମାତରମ୍। ତାପରେ ହେଉଛି 25 ନମ୍ବର କ୍ୱେଶ୍ଚନ, ଭାରତର ସବୁଠାରୁ ଦୀର୍ଘ ରେଳପଥ କୋଉଟା? ଭାରତର ସବୁଠାରୁ ଦୀର୍ଘ ରେଳପଥ ହେଉଛି ଦିବ୍ରୁଗଡ଼। ଓକେ, ଏଟା ଦିବ୍ରୁଗଡ଼ ଅଛି କନ୍ୟାକୁମାରୀ। ଭାରତର ସବୁଠାରୁ ଦୀର୍ଘ ରେଳପଥ ମାନେ ବହୁତ ବଡ଼ ରେଳପଥଟା ସେଟା ହେଉଛି ଦିବ୍ରୁ। ଦେଖ, ଜୁମ୍ କରି ଦେଖେଇ ଦେଉଛି ଆଉ ଥରେ। ଏଇଟା 25 ନମ୍ବର କ୍ୱେଶ୍ଚନ, ଭାରତର ସବୁଠାରୁ ଦୀର୍ଘ ରେଳପଥ ହେଉଛି ଦିବ୍ରୁଗଡ଼ ଠାରୁ କନ୍ୟାକୁମାରୀ। ଓକେ, ଏଟା ହେଉଛି ଭାରତର ସବୁଠାରୁ ଦୀର୍ଘ ରେଳପଥ। ଠିକ ଅଛି, ଦେଖ 25ଟା କ୍ୱେଶ୍ଚନ ଆମେ ଡିସ୍କସନ କଲେ। 25ଟା ଡିସ୍କସନରୁ ତାପରେ ଆମେ ସେକେଣ୍ଡ ଜାଣିବା କ'ଣ 26 ନମ୍ବର କ୍ୱେଶ୍ଚନରେ କ'ଣ କ'ଣ ଅଛି। 26 ନମ୍ବର କ୍ୱେଶ୍ଚନରେ ଦେଖ ଓଡ଼ିଶାର ଜେକେ ଅଛି। ଠିକ ଅଛି, ଓଡ଼ିଶାର ଜେକେ ଯୋଉଟା 26ରୁ 50ଟା। ଠିକ ଅଛି, ଏଥିରେ କ୍ୱେଶ୍ଚନ ଦେବା 26ଟାରୁ 50ଟା, ଆମେ 26ଠୁ ଆରମ୍ଭ କରି 50 ପର୍ଯ୍ୟନ୍ତ କ୍ୱେଶ୍ଚନଟି ଅଛି। ଠିକ ଅଛି, ଆମେ 26 ନମ୍ବର ଡିସ୍କସନ କରିବା କ'ଣ ଅଛି। 26 ନମ୍ବର କ୍ୱେଶ୍ଚନ ଦେଖ, ପ୍ରଥମେ ଲେଖା ହେଇଛି ଓଡ଼ିଶାର ରାଜଧାନୀ କେଉଁଟା? ଭୁବନେଶ୍ୱର, ତମମାନେ ବି ଜାଣିଛ। ଓଡ଼ିଶା କେବେ ଗଠିତ ହୋଇଥିଲା? ଓଡ଼ିଶା 1 ଏପ୍ରିଲ 1936 ମସିହାରେ ଗଠିତ ହୋଇଥିଲା। ହେଲା, ଯୋଉ ଆମର ଓଡ଼ିଶା ଅଛି ସେଟା କହିଛି କେବେ ଗଠିତ ହୋଇଥିଲା। ସେଟା ଗଠିତ ହେଇଥିଲା କେବେ? 1 ଏପ୍ରିଲ 1936ରେ ଗଠିତ ହେଇଥିଲା। ଠିକ ଅଛି, ତାପରେ ଆସୁଛି କ'ଣ ତମମାନଙ୍କର 28 ନମ୍ବର କ୍ୱେଶ୍ଚନ। 28 ନମ୍ବର କ୍ୱେଶ୍ଚନ ଅଛି ତମମାନଙ୍କର ଓଡ଼ିଶାର ସବୁଠାରୁ ବଡ଼ ଜିଲ୍ଲା। ଓଡ଼ିଶାର ସବୁଠାରୁ ବଡ଼ ଜିଲ୍ଲା ହେଉଛି ମୟୂରଭଞ୍ଜ। ଓକେ, ଓଡ଼ିଶାର ସବୁଠାରୁ ବଡ଼ ଜିଲ୍ଲା ହେଉଛି ମୟୂରଭଞ୍ଜ। 29 ନମ୍ବର କ୍ୱେଶ୍ଚନ, ଓଡ଼ିଶାର ସର୍ବୋଚ୍ଚ ପର୍ବତ କୋଉଟା? ଦେବମାଳି। ଠିକ ଅଛି, ଓଡ଼ିଶାର ସର୍ବୋଚ୍ଚ ପର୍ବତ, ଏଇଟା ପଡ଼ିପାରେ, ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ଗୋଟେ, ଆମେ ଚାହିଁନ ଲେଖିପାରିବ। ଓଡ଼ିଶାର ସର୍ବୋଚ୍ଚ ପର୍ବତ ଦେବମାଳି। ଠିକ ଅଛି, 30 ନମ୍ବର କ୍ୱେଶ୍ଚନ, କୋଣାର୍କ ସୂର୍ଯ୍ୟ ମନ୍ଦିର କେଉଁ ଜିଲ୍ଲାରେ? ଏଇଟା ତ ଜାଣିଛ ସମସ୍ତେ, ପୁରୀ ଜିଲ୍ଲାରେ। ଠିକ ଅଛି, କୋଣାର୍କ ସୂର୍ଯ୍ୟ ମନ୍ଦିର ପୁରୀ ଜିଲ୍ଲାରେ ଅବସ୍ଥିତ। ତାପରେ ତମଙ୍କର 31 ନମ୍ବର କ୍ୱେଶ୍ଚନ, ଚିଲିକା ହ୍ରଦ କେଉଁ ରାଜ୍ୟରେ? ଓଡ଼ିଶାର। ଠିକ ଅଛି, ଚିଲିକା ହ୍ରଦ ଓଡ଼ିଶା ରାଜ୍ୟରେ ଅଛି। ତାପରେ ହେଉଛି 32 ନମ୍ବର କ୍ୱେଶ୍ଚନ, ଓଡ଼ିଶାର ରାଜ୍ୟ ପଶୁ। ଆମ ଯୋଉ ଓଡ଼ିଶା ରହିଲା, ବହୁତ ଲୋକ ଜାଣିଥିବ ଭାରତର ଜାତୀୟ ପଶୁ, କିନ୍ତୁ ଓଡ଼ିଶାର କ'ଣ? ଓଡ଼ିଶାର ହେଉଛି ସମ୍ବର। ଠିକ ଅଛି, ସମ୍ବର ହେଉଛି ଜାତୀୟ ପଶୁ। ତାପରେ ଆସୁଛି 33 ନମ୍ବର କ୍ୱେଶ୍ଚନ, ଦେଖ ଡିସ୍କସନ ପାଇଁ ମୁଁ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ଡିସ୍କସନ କରୁଛି। ହେଲା, ଚାହୁଁଛ କର। 33 ନମ୍ବର କ୍ୱେଶ୍ଚନ ହେଉଛି କ'ଣ? ଓଡ଼ିଶାର ରାଜ୍ୟ ପକ୍ଷୀ କୋଉଟା? ନୀଳକଣ୍ଠ। ଠିକ ଅଛି, ନୀଳକଣ୍ଠ ହେଉଛି ରାଜ୍ୟ ପକ୍ଷୀ ଓଡ଼ିଶାର। ତାପରେ ଅଛି 34 ନମ୍ବର କ୍ୱେଶ୍ଚନ, ଓଡ଼ିଶାର ରାଜ୍ୟ ଫୁଲ। ଦେଖ 34 ନମ୍ବର କ୍ୱେଶ୍ଚନ, ରାଜ୍ୟ ଫୁଲ ଯୋଉଟା କହିଛି ସେଟା ହେଉଛି ଓଡ଼ିଶାର ହେଉଛି ଅଶୋକ। ଠିକ ଅଛି, ଅଶୋକ ହେଉଛି ଓଡ଼ିଶାର ରାଜ୍ୟ ଫୁଲ। ତାପରେ ହେଉଛି 35 ନମ୍ବର କ୍ୱେଶ୍ଚନ, ଓଡ଼ିଶାର ରାଜ୍ୟ ଗଛ। ଓଡ଼ିଶାର ରାଜ୍ୟ ଗଛ ହେଉଛି ଅଶ୍ୱତ୍ଥ। ଠିକ ଅଛି, ଓଡ଼ିଶାର ରାଜ୍ୟ ଗଛ କ'ଣ? ଅଶ୍ୱତ୍ଥ ଗଛ। ତାପରେ ଆସୁଛି କ'ଣ 36 ନମ୍ବର କ୍ୱେଶ୍ଚନ। 36 ନମ୍ବର ଅଛି ହୀରାକୁଦ ଡ୍ୟାମ୍ କେଉଁ ନଦୀରେ? ହୀରାକୁଦ ଡ୍ୟାମ୍ଟା ହେଉଛି ମହାନଦୀ। ଠିକ ଅଛି, ହୀରାକୁଦ ଡ୍ୟାମ୍ଟା ମହାନଦୀ। 37 ନମ୍ବର କ୍ୱେଶ୍ଚନ କ'ଣ? ଜଗନ୍ନାଥ ମନ୍ଦିର କେଉଁ ସହର? ପୁରୀ ସହରରେ। ତମେ ସମସ୍ତେ ଜାଣିଥିବ ଜଗନ୍ନାଥ ମନ୍ଦିରଟି ପୁରୀ ସହରରେ ଅବସ୍ଥିତ। ତାପରେ 38 ନମ୍ବର କ୍ୱେଶ୍ଚନ ତମମାନଙ୍କର କ'ଣ? ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ। ବୁଝିପାରିଲ, ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ କଥା କହୁଛି, ମାନେ ଭାରତ ନୁହଁ, ଓଡ଼ିଶା କଥା କହିଛି। ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ କିଏ ଥିଲେ? ହରେକୃଷ୍ଣ ମହତାବ। ଓକେ, ହରେକୃଷ୍ଣ ମହତାବ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ଥିଲେ। ତାପରେ ଅଛି ତମର କେତେ ନମ୍ବର? 39 ନମ୍ବର କ୍ୱେଶ୍ଚନ, ଓଡ଼ିଶାର ସରକାରୀ ଭାଷା
ଓଡ଼ିଆ। ଠିକ୍ ଅଛି, ଓଡ଼ିଶାର ସରକାରୀ ଭାଷା ହେଉଛି ଓଡ଼ିଆ, ତମେ ଜାଣିଛ। ତାପରେ 40 ନମ୍ବର କ୍ୱେଶ୍ଚନ୍, ଶିମିଳିପାଳ ଜାତୀୟ ଉଦ୍ୟାନ କେଉଁଠି? ଏଟା ହେଉଛି ମୟୂରଭଞ୍ଜ। ଓକେ, ଶିମିଳିପାଳର ଜାତୀୟ ଉଦ୍ୟାନ ହେଉଛି କୋଉଠି? ମୟୂରଭଞ୍ଜ। ଠିକ୍ ଅଛି। ତାପରେ 41 ନମ୍ବର କ୍ୱେଶ୍ଚନ୍, ଲିଙ୍ଗରାଜ ମନ୍ଦିର କେଉଁଠି ଅବସ୍ଥିତ? ଏଟା ହେଉଛି ଭୁବନେଶ୍ୱରରେ ଲିଙ୍ଗରାଜ ମନ୍ଦିର ଅବସ୍ଥିତ ହେଲା। ତାପରେ ତମମାନଙ୍କର କ'ଣ 42 ନମ୍ବର କ୍ୱେଶ୍ଚନ୍, ଦେଖ ଏଟା ମୁଁ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍ ବି ମୁଁ ତମମାନଙ୍କୁ ଥରେ ପଢ଼ିଦେଇକି କହିଦେଇକି ପଳାଉଛି। ତାପରେ ତମମାନେ ଯେଉଁମାନଙ୍କର ନ ହେଇଥିବ ସେମାନେ କ'ଣ ନୋଟ୍ କରି ରଖିପାରିବ, କିମ୍ବା ଆଉଥରେ ଦେଖି ବି ପାରିବ କ୍ଲାସ୍ଟା। ଦେଖିପାରିଲେ ଭଲ, ନୋଟ୍ କରିଦେଲେ ଆହୁରି ଭଲ। ଠିକ୍ ଅଛି। 42 ନମ୍ବର କ୍ୱେଶ୍ଚନ୍, ତମମାନଙ୍କର ଧଉଳି କେଉଁ ଜିଲ୍ଲାରେ ଅବସ୍ଥିତ? ଖୋର୍ଦ୍ଧା ଜିଲ୍ଲାରେ ଧଉଳି ଅବସ୍ଥିତ। ଓକେ, ଖୋର୍ଦ୍ଧା ଜିଲ୍ଲାରେ ଧଉଳି ଅବସ୍ଥିତ। ରଥଯାତ୍ରା କେଉଁଠି ହୁଏ? ପୁରୀରେ। ଓକେ, ରଥଯାତ୍ରା ପୁରୀରେ ହୁଏ। ଠିକ୍ ଅଛି। ତାପରେ ତମମାନଙ୍କର କ'ଣ 44 ନମ୍ବର କ୍ୱେଶ୍ଚନ୍, 44 ନମ୍ବର କ'ଣ ହେଉଛି? ଓଡ଼ିଶାର ସବୁଠାରୁ ଦୀର୍ଘ ନଦୀ। ଓଡ଼ିଶାର ସବୁଠାରୁ ଦୀର୍ଘ ନଦୀ କୋଉଟା? ମହାନଦୀ। ଠିକ୍ ଅଛି, ଓଡ଼ିଶାର ସବୁଠାରୁ ଦୀର୍ଘ ନଦୀ ମହାନଦୀ। 45 ନମ୍ବର କ୍ୱେଶ୍ଚନ୍, ଓଡ଼ିଶାର ସମୁଦ୍ର ତଟ କେଉଁ ସାଗରରେ? ବଙ୍ଗୋପସାଗରରେ। ଓଡ଼ିଶାର ସମୁଦ୍ର ତଟ ବଙ୍ଗୋପସାଗରରେ ଅବସ୍ଥିତ। ଠିକ୍ ଅଛି। ତାପରେ ତମର କ'ଣ 46 ନମ୍ବର କ୍ୱେଶ୍ଚନ୍, 46 ନମ୍ବର ହେଉଛି କଟକ କାହାକୁ କୁହାଯାଏ? କଟକ କାହାକୁ କୁହାଯାଏ? ସିଲଭର ସିଟି। କଟକକୁ ସିଲଭର ସିଟି ବୋଲି କୁହାଯାଏ। ଠିକ୍ ଅଛି, ସିଲଭର ସିଟି। ତାପରେ ଆସୁଛି କ'ଣ 47 ନମ୍ବର କ୍ୱେଶ୍ଚନ୍, ପାରାଦ୍ୱୀପ ବନ୍ଦର, ପାରାଦ୍ୱୀପ ରହିଛି, ପାରାଦ୍ୱୀପ ବନ୍ଦର କେଉଁଠି? ଏଟା ଜଗତସିଂହପୁରରେ ହେଉଛି ପାରାଦ୍ୱୀପ ବନ୍ଦର। ଠିକ୍ ଅଛି, ଜଗତସିଂହପୁରରେ ପାରାଦ୍ୱୀପ ବନ୍ଦର ଅଛି। ତାପରେ 48 ନମ୍ବର କ୍ୱେଶ୍ଚନ୍, ଉତ୍କଳ ବିଶ୍ୱବିଦ୍ୟାଳୟ କେଉଁଠି? ଉତ୍କଳ ବିଶ୍ୱବିଦ୍ୟାଳୟ ତମେ ଜାଣିଥିବ ଭୁବନେଶ୍ୱରରେ ଅଛି। ଠିକ୍ ଅଛି, ଉତ୍କଳ ବିଶ୍ୱବିଦ୍ୟାଳୟଟି ଭୁବନେଶ୍ୱର ଅଛି। ତାପରେ ତମର 49 ନମ୍ବର କ୍ୱେଶ୍ଚନ୍ ତମମାନଙ୍କର କ'ଣ ଅଛି? ରାଜ୍ୟର ପ୍ରସିଦ୍ଧ ନୃତ୍ୟ, ଯେଉଁ ରାଜ୍ୟ ଅଛି ରାଜ୍ୟର ପ୍ରସିଦ୍ଧ ନୃତ୍ୟ କ'ଣ? ଓଡ଼ିଶୀ ହେଲା। ଓଡ଼ିଶୀ ହେଉଛି ଆମ ରାଜ୍ୟର ପ୍ରସିଦ୍ଧ ନୃତ୍ୟ। ଠିକ୍ ଅଛି। 50 ନମ୍ବର କ୍ୱେଶ୍ଚନ୍ ହେଉଛି କଳିଙ୍ଗ ଯୁଦ୍ଧ କିଏ କରିଥିଲେ? ଅଶୋକ। ଠିକ୍ ଅଛି, ଅଶୋକ ହେଉଛି କଳିଙ୍ଗ ଯୁଦ୍ଧ କରିଥିଲେ। ଯେଉଁମାନେ ଜାଣିନ, ଅଶୋକ ହେଉଛନ୍ତି କଳିଙ୍ଗ ଯୁଦ୍ଧ କରିଥିଲେ।